ତମ ଝିଅ କୁଆଡେ ଗଲା? କାହିଁକି କହିବି ଛୁଟି ସେକେଣ୍ଡ ଛୁଆ ପରୀକ୍ଷା ଦେବେ ତମକୁ ଏମିତି କଲେଜ ଯାଉଛ ଛୁଟିରେ ତମର କଣ ଫରକ ପଡୁଛି କୋଚିଂ ଛୁଟି ହେଲେ ତମର ଛୁଟି ନାଇଁ କୋଚିଂ ସବୁଦିନ ଆସୁଛ କୋଚିଂ ଛୁଟି ହେଲେ ତମର ଛୁଟି ତମେ ତ କଲେଜ ଯାଉନ କିଏ ସବୁ ଯାଉଛ କଲେଜ ତମେ ଯାଅ ତମେ ଆଣିନି ଦିଅ ଆଜି ମୁଁ ତ ସରିବା ପାଇଁ ସେ ଯୋଉ କଣ ଦିଦି କହିଲେ ସିନା ଆରଟା ପଢିବ ଓକେ ହେଲା ପଳେଇବି କୋଉଠି ଥିଲା ରେ କୋଉଠି ଥିଲା ମୁଁ ପଢେଇବି କ୍ୟାରେକ୍ଟର କୋଉଠି ଥିଲା କିଏ ଚିହ୍ନ ନା ନବୁ ଆର କ୍ଲାସରେ ପଢିବୁ ଏଇଟା ତ ଷ୍ଟାର୍ଟ ହବ କିଏ ପଢିବ ନା ମୁଁ ପଢିବି ଯଦି ପଢିବ ହଁ କୁହ ପଢିବାକୁ ସେଇ ଯୋଉ ଏକା ରାଜହଂସ 383 ପେଜ 383 ନମ୍ବର ପେଜ ହରିଭକ୍ତି ଷ୍ଟାର୍ଟ ହବ ତମେ ପଢ କିନ୍ତୁ ମୁଁ ପଢେ ଆଜି ସାରିବି ଯେମିତି ହେଲେ ଠିକ ଅଛି ହଁ ଅଛି ଏଠି ଅଟନ ସିଷ୍ଟର ପାଞ୍ଚଟା ଏବେ ପାଇଁ ପାଞ୍ଚଟା ଅଛି ଆଗକୁ ପୁଣି ବାହାରିବ ହଁ କଣ କରିବି ହଁ ଏବେ ପାଞ୍ଚଟା କିଏ ପଢିବ କହୁନ ଆଉ 5 ଜଣ ରେଡି ହୁଅ କିଏ କିଏ ତମେ ତାପରେ ତମେ ପଢିବ ନା ନାଇଁ ହଁ 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 ନା ନା नो ଓକେ ତମେ ପଢିବ ତମେ ଠିକ ତମେ ସେଟା ତମେ ଏକୁଟିଆ କାଇଁ ରହିବ ହଁ ଶୋଇକି ଆସିଲ ଶୋଇକି ଆସିଲି ମତେ ଭଲ ଲାଗୁନି ପାଠ ହଉ କିଏ ଅତନୁ କିଏ ପଢିବ ମୁଁ ପଢିଦଉଛି ଆଉ ବାକି ଗୁଡାକ ତମେ ଯିଏ ଯାହା ନ ପଢୁଛ ପଢ ତାକୁ ଛାଡିଦେବ ତାର ରହିବ ମୁଁ ପଢିବି କଣ ପଢିବି ହଁ ବହି ତମର ବହି ବହି ନେଇକି ପଢିବ ଆଉ କେମିତି ବହି ବାହାର ତମର ବହି ତମ ବହି ତମ ବହି କାଇଁ ବହି କଥା ନ ଆଣିକି ଆସିଛ କାଇଁ ଆସିଛ ଘରେ ରଖିକି ଆସିଛ ପୂଜା କରିବ ନା କଣ ନା ବିକ୍ରି ବାକ୍ରି କରିସାରିଲଣି କିଣା ହେଇନି ବା ସେକେଣ୍ଡ ଫାର୍ଷ୍ଟ ଇୟର ସରିବ ବହି କିଣା ହେଇନି କାଇଁ ମିଳିଲା ନା ଠିକ କଥା ପାସ୍ ହେବ ନାଇଁ ଫାର୍ଷ୍ଟ ଇୟରରେ ଆଉ ଚିନ୍ତା କର ନା ଭଗବାନ ଅଛି ବୋଲେ ଆଉ ପଇସା କେମିତି ପଡିବ ମୁଁ କରିଦେଇଛି ଅଧା ଆଉ କଣ କରିବୁ ଗୋଟେ ବହି ପାସ୍ କରା କରି ଡେରି ହବ ବହୁତ ଡେରି ହବ ମନେ ଅଛି ଏପର୍ଯ୍ୟନ୍ତ କଣ ହେଇଥିଲା ଔଷଧ ଯୋଉ 3 ନମ୍ବର ଔଷଧ କରି ଧରିକି ଆସିଥିଲା ଘରୁ କିଏ ଡାକ୍ତରଙ୍କର ଆସିଷ୍ଟାଣ୍ଟ ଦେଇଥିଲେ ନାଇଁ ଅତନୁ କିଏ ସିଷ୍ଟର ଅଛି ଠିକ ତ ଅତନୁ ଏଇଠି ପଢିବ ଭୀମ ବାବୁଙ୍କ ପାଖକୁ ନୟନା ସାଜିବାକୁ ହେବ ଭୀମ ବାବୁ ଗୋଟେ ଆଉ ଜଣେ ରୋଗୀ ସାବିତ୍ରୀ ନୟନାକୁ ଦେଖୁଛି ନାଇଁ ମନେ ଅଛି ନା ସେ ପାଠ ଗୁଡା ତେଣୁ ଅତନୁ କହୁଛି ଭୀମ ବାବୁଙ୍କ ପାଇଁ ତୁମକୁ ନୟନା ସାଜିବାକୁ
ମାନେ ସିଷ୍ଟରଙ୍କୁ ଅନୁରୋଧ କରୁଛି ଯେ ଯେହେତୁ ମୁଁ ଜଣେ ରୋଗୀ ତ ସିଏ ତମକୁ ନୟନା ବୋଲି ଭାବୁଛି ତା ପାଇଁ তুমি ନୟନା କିଛି ସମୟ ପାଇଁ ପ୍ରେ କର ଅର୍ଥାତ୍ ତମେ ତାଙ୍କୁ ନର୍ସ ଯଦି ତମକୁ ନୟନା ବୋଲି ଡାକୁଛନ୍ତି ତମେ ତାକୁ ନୟନା ହିଁ ପରିଚୟ ଦିଅ। ସିଷ୍ଟର କହିଲେ କିନ୍ତୁ ସାର୍ ଏହା କଣ ସମ୍ଭବ ମୁଁ ଶେଷ ପର୍ଯ୍ୟନ୍ତ ରଙ୍ଗମଞ୍ଚରେ ଅଭିନେତ୍ରୀ ସାଜି ଅଭିନୟ କରିପାରିବି ତ ମତେ ଯଦି ମୋର ଧୈର୍ଯ୍ୟ ଥିବ ତାହେଲେ ଯଦି ମୁଁ ଏତେ ସମୟ ଅଭିନୟ କରୁଛି ନିଜ କ୍ୟାରେକ୍ଟରରୁ ବାହାରିକି ଆଉ ଗୋଟେ କ୍ୟାରେକ୍ଟର କଷ୍ଟକର ଅତरी मुझे देखा सिस्टर तुम जड़े मनस्तात्विक डाक्तर पाखे काम कर एतिकी पेशेंस रहबा उचित जेहेतु तुम गोटे मनस्तात्विक काम कर धैर्य दरकार सिस्टर पुणी कहले सर हाँ ମୁଁ ପାରିବି ସାର୍ ନିଶ୍ଚିନ୍ତ ପାରିବି ଅନ୍ତତଃ ସେତିକି ଧୈର୍ଯ୍ୟ ମୋର ଅଛି ପୁଣି ଅତरी मुझे ବେଶ ବର୍ତ୍ତମାନ ପାଇଁ ଜଣେ ସାଧାରଣ ରୋଗୀ ସେ ବି ଜଣେ ତେଣୁ ବାବୁ ହଉଛନ୍ତି ଗୋଟେ ସାଧାରଣ ରୋଗୀ ଆମର ଯୋଉ ଚିକିତ୍ସା କେନ୍ଦ୍ରରେ ଅନ୍ୟାନ୍ୟ ରୋଗୀ ମାନେ ଅଛନ୍ତି ସେମାନେ ଅନ୍ୟାନ୍ୟ ସିଷ୍ଟର କହିଲେ ହଁ ସାର୍ ଏଠାକାର ନିୟମ ଅନୁସାରେ ସେ ବି ଜଣେ ଆପଣ କହୁଛି ତାଙ୍କୁ ବର୍ତ୍ତମାନ ଲାଗି ମର୍ଫିଆ ଦେଇ ଶୁଆଇ ଦେଇକି ତାଙ୍କର ଚେତା ଆସିବା ପରେ ଅବଶିଷ୍ଟ କେସ୍ ହିଷ୍ଟ୍ରି ସଂଗ୍ରହ କର ତାକୁ ମର୍ଫିଆ ଦେଇକି ଆସରିଆ ଦେଇକିନା ପିସା ଦେଇକି ଶୁଆଇ ଦେଇଛନ୍ତି ଦେଇକି ଏବଂ ଯେତେବେଳେ ସେତିକି ସମୟରେ ତାର ଯେତେବେଳେ ଚେତା ଆସିବ ତାକୁ ତାର ରୋଗର ହିଷ୍ଟ୍ରି ଯେ ରୋଗୀଟା ଆସିଛି ପ୍ରଥମେ ସେ ରୋଗୀର ହିଷ୍ଟ୍ରି ନେବାକୁ ପଡେ କେମିତି ହେଲା କାହିଁକି କେତେ ବର୍ଷ ହେଲା ତାପରେ କଣ 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 ସବୁ ଟ୍ରିଟମେଣ୍ଟ ନେଇଛ ଏସବୁର ହିଷ୍ଟ୍ରି ନେଲି ତେଣୁ ସିଷ୍ଟର କହିଲେ ହଉ ସାର୍ ହଁ ସମୟଟା ହେଇଗଲା ତମେ ଆଗେ ଯାଅ ନିଜ ବାବୁଙ୍କ ପାଖକୁ ସେ ବର୍ତ୍ତମାନ ଶୋଇଛନ୍ତି ଅତିଥି ତାଙ୍କୁ ଜଗି ରହିବ ତମେ ତମେ ସେ ଘରେ ହଠାତ୍ କଚାଡି ହୋଇ ପଡିବ ଅଭିନୟ କରିବ ଅତନୁ ସରି ବୀର ବାବୁ କିଏ ବୀର ବାବୁ ଜଣେ ପେସେଣ୍ଟ ନୁହେଁ କି ନାଇଁ ସେ ଜଣେ ରୋଗୀ କେମିତି କଥା ହଉଥିଲେ ହେଇକି କଥା ହଉଥିଲେ ମାନେ ତାଙ୍କର ବାକ୍ ଶକ୍ତି ନଥିଲା ମନେ ପଡୁଛି ବାକ୍ ଶକ୍ତି ହୀନ ତେବେ ସିଷ୍ଟର କହିଲେ ମାନେ କାହିଁକି ସାର୍ ତେଣୁ କହିଲେ ସବୁ କଥାର ମାନେ ହଠାତ୍ ଜଣା ପଡେନି ସେଥିପାଇଁ ଅପେକ୍ଷା କରିବାକୁ ସିଷ୍ଟର ପୁଣି କହିଲେ କିନ୍ତୁ ସାର୍ ସେ କଣ क्वेश्चन मार्क देबे माने से कौन तुम यहाँ कथा कौन सुनिबे अपन कहले तुम जाओ मो कथन अनुसार काम आरंभ करो निश्चित सफल हो पुणी सिस्टर कहले मो ऊपर सेही विश्वास कहि देई ऊपर चली गला पुणी तापर रीता आसी अचन पूछे हां सिस्टर बिना के बाबू मु टिके डाक देबो सिस्टर कहले हो सर एटा डाक्टर बदल कहले अरे रीता आसते भी लाଗୁଛି रीता कहले मु खाली बळ अनुभव करूଛି ଆପଣଙ୍କୁ ଯଦି ଅନୁଭବ କରିବେ ତ ସ୍ୱାଭାବିକ ମତେ ଯଦି ନିଶା କିନ୍ତୁ ନିଶା ଛାଡିଗଲା ପରେ ସେ ଭାରି ରୀତା ପୁଣି ବୁଝିଲା ମାନେ ଆପଣ ଗୋଟେ ମଦ୍ୟ ବିଷୟ କରୁଛି ତେଣୁ କହିଲେ ଠିକ ସେ ନୁହେଁ ମାନସିକ ଗୋଟେ ନିଶା ସେ ଯେତେବେଳେ ମନ ଉପରେ ସବାର ହୁଏ ସେତେବେଳେ ହିତାହିତ ଜ୍ଞାନ ମଧ୍ୟ ରହେ ତ ଯେମିତି ମଦ ଗୋଟେ ନିଶା ସେମିତି ମାନସିକ ନିଶା ବୋଲି ଡାକ୍ତର ବାବୁ କାହାକୁ କହୁଛନ୍ତି ରୀତା କହୁଛନ୍ତି रीता कौची मोटी से बोले किसी अहदन आपन को लिखिଛନ୍ତି ରତନ ପୁଣି କହିଲା ନା ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି ବାସ୍ତବିକ ତମ ମନର ପରିବର୍ତ୍ତନ ଦେଖି ମୁଁ ଭାରି ଖୁସି ଯେହେତୁ ତାର ପରିବର୍ତ୍ତନ ଆସିଛି ରତନ ବୋଲି ମୁଁ ଭାରି ଖୁସି ପୁଣି ରୀତା ସେ କଥା ଶୁଣିଥିଲେ ସତରେ ଡାକ୍ତର ବାବୁ ଜଣେ ଦରଦି ଲୋକ ପାଖରେ ନିଜ ମନର ବୋଝ ସଜାଡି ଦେଲେ ମନ ପରିମାଣରେ ହାଲକା ହେଇଯାଏ ତାପରେ ରତନୀ ବାବୁ ବିସ୍ମୟ ଯୋଗ ଦରଦି ଲୋକ ରୀତା କହିଲା ହଁ ଏତେ ଦିନ ମୁଁ ଜଣେ ଲୋକ ପାଇନଥିଲି ଯେତେବେଳେ ମୁଁ ମନର କାନ୍ତି କହିପାରିବି ଅତରୀ କହିଲେ ବାସ୍ତବ ସେ କଥାଟା ବାସ୍ତବିକ ସେ କଥାଟା ସତ ରୀତା ପୁଣି କହୁଛି ମୋର ଏ ସ୍ଥାନଟା ପ୍ରତି କେମିତି ଗୋଟେ ମନଟା ଆସିଗଲାଣି ଯାହାକି ସେଠି ମୋ ମନରେ ଦେଖା ଦେଇନଥିଲା ସେଠି ମାନେ କୋଉଠି ଯୋଉ ଜଏଣ୍ଟ ସେ ଜାଗାରେ ତାର ମନ ଲାଗୁନଥିଲା କହୁଛି ହଁ ଆସିଲାଣି ମୋ ମନରେ ସେଟା ଦେଖା ଦେଇନି ଅତନ ବହି ଆଣିଛ ବହି ଆଣିଛ ହେଲା କି ବହି ଆମ ଶିଶୁରେ କଣ ଗପ ଗୁଡାକ ପଢି ସତୁରି ପେଜ ମାନେ ଟୋଟାଲ କେତେଟା ପେଜ ମୁଁ ଦେଖିବା କଣ କରିବ ଏଟା କହୁଛି ସତ କହୁଛନ୍ତି ଆପଣ ପିଲା ହଁ ଏଟା ଆ ଏଇଟା ମଜା ଲାଗୁଛି ଦିନ ଗୁଡାକ ସବୁଦିନ ଆମେ ଏଠି ଏମିତି ରହିଯାଆନ୍ତି କି ରୀତା ପୁଣି କହୁଛି ତମେ ଆରାମସେ ବହି ବାହାର କର 386 पेज ତାପରେ ମୁଁ ଛାଡିବି ଯୋଉଠି ଷ୍ଟାର୍ଟ କରିବୁ ହେଲା କେତେ ମଜା ଲାଗୁଛି ଦିନ ଗୁଡାକ ଏମିତି ଏଠି ରହିଯାଆନ୍ତି ଡକ୍ଟର କହିଲେ ରୀତା ପୁଣି କହୁଛି ସତରେ ଡାକ୍ତର ବାବୁ ମୁଁ ଯଦି ସେତିକି ଫେରିଯାଏ ତାହେଲେ ମୁଁ ପୁଣି ପାଗଳ ହେଇଯିବି ଏଠାକାର ପରିସ୍ଥିତି ଆପଣମାନଙ୍କୁ ବ୍ୟବହାର ନିଜର
କରି ସାରିଲେଣି। ଅତନୁ ପୁଣି କହୁଛି ମୁଁ ଜାଣେ ନାରୀ ମାତ୍ରେ ହିଁ ମୁଣ୍ଡମୟ ସେମାନେ ଖୁବ ଶୀଘ୍ର ଗୋଟାଏ ଜିନିଷକୁ ଆପଣଙ୍କ କରିନିଅନ୍ତି। ଯେତେ ପୁଣି କହିଲେ ଆପଣ ଜାଣନ୍ତି କି ନା ମୁଁ କହିପାରିବି କି ଅନେକ ଥର ରାତିରେ ଉଠି ମୁଁ ଏଇ ଅଣପରମାଣୁକୁ ଲକ୍ଷ୍ୟ କରେ। ଅନେକ ଥର ନିର୍ଜନ ରାତିରେ ଆପଣଙ୍କୁ ଦେଖିଛି। ଏଇ କଥା ରୀତା କହୁଛି ଡାକ୍ତର ଅତନୁ। ମତେ କାହିଁକି କରାଉଛନ୍ତି ମତେ କାହିଁକି ସେ ନିର୍ଜନ ରାତିରେ ଦେଖ ଦିଦି କହୁଛି କଣ ଦେଖେ ଆପଣ କଣ ବସି ଲେଖୁଛନ୍ତି ଆସିବାକୁ ଇଚ୍ଛା ହେଲେ ଆସୁନ ଆଠ କଣ ସବୁ ବସି ଲେଖନ୍ତି ଆପଣ ଏବେ ଆସିଲା ଲିଷ୍ଟ କାରଣ ଇଏ ପ୍ରକୃତରେ ଯେତେ ସାରା ଲେଖା ଲେଖି କରୁଛି ସବୁ ଲେଖୁଛି କି ଇଏ ହିଁ ଲେଖେ ତେଣୁ ଆପଣ କହିଲେ ମୁଁ ଗୋଟେ ଥିସିସ୍ ଲେଖୁଛି ମେଡିସିନ ଉପରେ ଆଉ କିଛି ନାହିଁ ସେଥିରେ ରାତିରେ ଅଲଗା ଲେଖେ ଥିସିସ୍ ପ୍ରତି ଯୋଉ ଆମର କିଛି ଉପରେ ରିସର୍ଚ୍ଚ କରୁଛ ତାକୁ ଥିସିସ୍ ଭଳିଆ ଗୋଟେ ବୁକ୍ ଭଳିଆ ପ୍ରଥମ ପାନୋପସିସ୍ abstract जोटा सॉरी सिनॉप्सिस ता हाफ पेज abstract जोटा पूरा बहे तमे कोन रिसर्च करके तापरे तमे जहा पढिबो रिव्यू ऑफ लिटरेचर सब लेखले रिव्यू ऑफ लिटरेचर कोन संग्रह करछ सेटा लिखिबो तापरे बॉडी लैंग्वेज ता जो पढि पार्ट तमे कोन रिसर्च करछ तार मेरिट डिमेरिट सब लेखिके शेष को बिब्लियोग्राफी लेखिना शेष करिया पड़े ताको माने रेफरेंस देकिना शेष करिया पड़े जेतल तमे मध्य बड़ क्लास को जिबो थीसिस लिखिया पड़िबो प्लस 3 रे शायद अछि न जदी न एमए पीजी रे अछि थीसिस लिखिया पड़े ताको रिसर्च पेपर जोडा लिखि पीएचडी भेजे करे थीसिस डेफिनेटली लिखिया पड़े सेटा लिखिया वही भलिया तम ने तमे लिखिछ तमे जहा ऊपर एक्सपेरिमेंट करिछ से को भी हो हमरा ओडिया इंग्लिश हो एनी सब्जेक्ट जो भी सब्जेक्ट तमे किसी ଗୋଟେ रिसर्च करे विषय न तमे कोन रिसर्च करछ सब हम एग्जांपल देले सब तमे ओडिया रे करछ पीएचडी कर तमे रिसर्च करे वो सब्जेक्ट काछ तमे जगन्नाथ संस्कृति ଉପରେ पीएचडी करे আছে थीसिस लिखिबो कोन लिखले तो जगन्नाथ संस्कृति से को बुलिबो देखिबो सेटिरा लोक कोन जगन्नाथ गप यार सब लिखि गले तो ସେଇଠି ପ୍ରଥମେ ଯୋଉ ରିଭ୍ୟୁ ଅଫ ଲିଟରେଚର ଲେଖାଯାଏ ତା ଦେହରେ ତମେ ନେଟ ଯାହା ଫଲୋ କରୁଛ ତା ଗପ ଭଳିଆ ଲେଖିଦେଲ କିନ୍ତୁ ତାପରେ ଯୋଉଟା ନିଜର ଅନୁଭୂତି ନିଜର ଏକ୍ସପେରିମେଣ୍ଟ ଗୁଡାକ ତମକୁ ସେଠି ଲେଖିବା ପାଇଁ ପଡେ ସେଇଟା ଥିସିସ୍ ତମେ କଣ ନିଜେ ସେଠି ଯାଇକି ଅଙ୍ଗେ ଲିଖିଲେ ନିଜେ କଣ ଜାଣିଲେ ତମର ପୁରା ସ୍ଵ ଜିନିଷ ସୋ ପରୀକ୍ଷା ନିରୀକ୍ଷା ଜିନିଷ ଗୁଡାକ ତମେ ତାକୁ ସେଠି तो ये मध्य मेडिकल में मध्य अछि थीसिस लिखा को पड़े मेडिकल में तो एमबीबीएस पर पीजी ले भी कमेंट करिया पड़ुची डीएम रे थीसिस कमेंट करिया पड़ुची जेहेतु डॉक्टर तन से तार लिखुची इवन पिला मन थीसिस गुडा जो मान हम ऑर्डर पढु थांती प्रोफेसर जदि डॉक्टर माने पढुले हेतु जो पिला माने एमबीबीएस की इंटर करथुबे की तम तो पाखे पीजी करथुबे सेमान सब थीसिस लेखा भी परीक्षा से सब ये परीक्षा करछ से मैं देखुची ପିଲାଟି ପ୍ରବେଶ କଲା ମତେ ଡାକୁଥିଲେ ଡକ୍ଟର ଅତନୁ କହୁଛି ହଁ ଆସନ୍ତୁ ଏଠିକି ରୀତା କହିଲା ମୁଁ କେବେ ଆସେ ଅତନୁ କହିଲେ ହଉ ତା ପୁଣି ଇଙ୍ଗିତରେ ଟିକେ କଣ ବେବି କୁ ଅତନୁ କହୁଛନ୍ତି କଣ ବେବି କୁ ରୀତା କହିଲେ ହଁ ପିଲାଟି କହିଲେ ମୁଁ ଡାକି ଦଉଛି ବେବି 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 ଉପରୁ ଯାଉଛି ଡାଡି କହିକି ଆସିଲା ପିଲାଟି କହୁଛନ୍ତି ବେବି ତମ କଥା ଆଗରି କଲେଣି ନା ସବୁବେଳେ ସେ ତମରି ପ୍ରଶଂସା ଅତନୁ କହିଲେ ପିଲାମାନଙ୍କୁ ସୁସମ୍ମାନ ବେବି ପୁଣି କହୁଛି मते डाकिले डाडी हां जा दीदी डाकू एटू स्टार्ट करे तम हैला गोटे बही तम बांटी दियो तमे दी जण को देखो बाकी बळेला हम पढबी त बहुत देखि दे 389 पेज अपन बाकी अपन को तमको तापर देबी ना तमको देबी तेदिका हाँ 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 388 स्टार्टिंग क्या
तुमको देवी ये दी जन पढ़ो कौन है ठीक है सब मरी पर लोग से है मरी जीव आपन है मरी या हुए मरी तो पर थर्ड सेंस टा ठीक अछि जीव एबे जाय ता सहित जीरो ଆଉ ଗୋଟେ ପୁଣି ଥରେ ମାନେ ପର୍ଦା ବନ୍ଦ ନୂଆ ପର୍ଦା ଖୋଲା ହେଲା ଲାଇଟ୍ ଆସିଲା ଯୋଉ ଆଲୋକ ହେଲା ଏଠି ଆସୁଛି ବୀର ଆଉ ସିଷ୍ଟର ସିଷ୍ଟର ବୀର ସିଷ୍ଟର ତମ ଭିତରେ ତମର କିଏ ଦି ଜଣ ଅଛ କରିବା ପାଇଁ ତ ପଢ ହବ ତ ତମର ନାଇଁ ତମ ପାଖ ତମର ହବ ନହେଲେ ଆଙ୍କୁ ଦେବି କିଛି କଥା ନାହିଁ ଇଚ୍ଛା ସତ୍ୟ ସତ୍ୟ ଥୋଡି ସିଷ୍ଟର ହେଇଯାଉଛି जल्दी जल्दी सॉरी बन ये सब ଦଶରେ ପରିଚୟ ନା ଦଶରେ ପରିଚୟ ସାରା ଠିକ ତ କରୁଛୁ
हाँ very good ସେଇ military officer ମୁଖ୍ୟ ହୋଇ ସାରା ଭାରତ ବୁଲିଲା ପାଗଳ ହୋଇ ମାତ୍ର ଆଶ୍ଚର୍ଯ୍ୟ କଥା ହେଉଛି ସେଟା ଭିତରେ ଡକ୍ଟର ଡକ୍ଟର ଅତୁଲ ମିଷ୍ଟର ସେ ଦେବତା ଚିକିତ୍ସା କେସ୍ ଅପରେସନ ପରେ ତାଙ୍କର ହାତରେ ଅଛି ମୋର ଗୁରୁତା ସେ ସ୍ଥିତିରେ ସମସ୍ତେ କିଛି ଆସନ୍ତି ଗଲା ପରେ ଯାଆନ୍ତି ବସି ବସି ଡାକ୍ତର ବାବୁଙ୍କୁ ଆଉ ଥରେ ଗଭୀର ଆନ୍ତରିକତା ଜଣାଇବା ସୁସ୍ଥ ଦୁଇ ତାପରେ ଆଗନା ଆଗନା ଅଗନ ଅଗନା ଆଗନ ସେଟା ଲେଖା ହେଇଥିଲା ଅଗନା ଆଗନ ବନସ୍ତ ମାନେ ବହୁତ ଉଚ୍ଚ ଜଙ୍ଗଲ ଯୋଉଟା ଉଚ୍ଚ ଭାଗ କେହି ନଥିଲେ ଉଚ୍ଚ ଜଙ୍ଗଲ ହେଇଥିଲା ତାପରେ ଅଗନା ରାଜା को ଯାଇତେ ଗାଡି କଣ ଆଜ୍ଞା ଚାଲିଛି ବୀର हाँ भाई ये चिट्ठी से केंद्र समस्त पाकर बिंदु रानी अच्छा भाई हंसुची चाली जाओ अरे बेबी डॉक्टर तू तो भगवान कुछ में ତାପରେ ସାବିତ୍ରୀ ତୋର କଣ ହେଇଛି কি বলো ছাড়িগলো তো এতে ভাবিছি କିଛି ଭାବିଯାଇ ତ ସିଏ ଅଲରେଡି ତାକୁ ଛାଡି ଆଉ ଗୋଟେ ଶିଖାଇଥିଲା ନୟନା ମାଇନା ନୟନା ମାଇନା ଲାଗିଛି ଏକାଥରେ ଫୋନ ଉଠାଉ କାନ୍ଦୁଛି ଆମ ସିଷ୍ଟର କଣ ହଉଛି କଣ ହଉଛି କଣ ସେଇଆ କର ସେଇଆ କର ସେଇଆ କର ସିଷ୍ଟର কি বলো ইচ্ছা কথা তো শিখছি নেই তো কাঁদছো নেই চেষ্টা ভালো
डॉक्टर अंकल कौन है? डैडी बेबी मत छाड़ो मम्मा डैडी का मत छाड़ो डैडी डॉक्टर हमें कॉल करो एक कॉल करो ये समस्या को बोले कसो कैसे तारिया को करो डैडी को मत मत डैडी ना देना बात डैडी और जो छाड़ो डॉक्टर अंकल डैडी का कैसा लगा ना देना बात बड़ा टेस्ट डालो सॉरी कौन पूछे प्रोफेसर कल एटले पूछे आश्चर्य चिन्हटा दिए नहीं विस्मय सूचक चिन्ह नहीं गारटे तले बिंदु मैंने विस्मय सूचक हाँ से अतनु जेतेबेले प्रोफेसर परे जे तुम छुरी कहि चले तुम माने निश्चय नहीं तो मो जीवनटा नहीं कि बिना के ऑपरेशन टेबल रे डेथ कर जाय बिना किसी का बाबाटा करी बोली तेणु कौन करछि बिना प्रोफेसर परे जे साइंटिस्ट जणा थिले ना से भी मत पागल होई ना आस्थिले से कहउछन्ती जे तमे मोर जीवन नहीं तादरे भर्ती करी तार बेबीर बाबा जीवन एई भले कथा कहले जे सामना रखते सुनिबनी आसी मोर आश्चर्य हो नहीं ना ना सेति पर से आश्चर्य प्रोफेसर करी जे कहिला आश्चर्य हो हैना पारिबो डॉक्टर पारिबो के दारू आता सुपर पाइन तुझे पारिबो से तो रुचि बहुत करे अंदर तेरे की डॉक्टर है जो से कौन करेगा कौन नहीं से करिबो कोन कर परिबो समस्त तापरे पडुची ना प्रेशर ता डॉक्टर सेंटी जहां से बाहर डाकी के आनिथिला व्यक्तिगत संबल कर थोड़ा तो कर डॉक्टर तो सागर तो सागर चारि हिरोसाची वीणा वादन कर आकाश शिव पृथ्वी संस्कार देवी हमें डॉक्टर अनभ्यस्त अभ्यास नुहे जोटा जोटा अभ्यास अनभ्यस्त अभ्यस्त अनभ्यस्त गोटे दिए सब बेले करूची गोटे काम सेटा अभ्यस्त हाथ बहुत दिन ला करिनी एक्सपर्टाइज कमी गलानी सेठी अनभ्यस्त ठीक हां
ଭାୟୋଲିନରେ ସ୍ୱର ଭରିବାକୁ ହଁ। ଭାୟୋଲିନରେ ତୁ ଆ ମୋ ସାଙ୍ଗରେ ଠିକ ଦିଦି ମୋ ଡାଡି ସାର୍ ସାର୍ ମୋ ପାଖରେ ଚାଲିଛି ଆଉ କଣ ସାର୍ ସାର୍ ପୁଣି ମଞ୍ଚ ଅନ୍ଧକାର ହେଲା ନୂଆ ଆଉ ଥରେ ମଞ୍ଚ ବନ୍ଦ ଲାଇଟ୍ ଆଉଥରେ ଆସିଲା ପଦାକୁ ଗଲେ ପୁଣି ଆସିଲା 3 ନମ୍ବର 3 ପୁଣି ମଞ୍ଚ ଆଲୋଚନା ପରେ ଦେଖାଗଲା ରାତିର ପରିବେଶ ଚିକିତ୍ସା କେନ୍ଦ୍ରରେ ସୁସ୍ଥ ମୁଖରେ ତଳେ ବସି ଚୁଟି କିଏ ଯିଏ ରୋଷେଇ କରେ ସେଠିକାର ନାଇଁ ମାନେ କିଏ ଯିଏ ଡାକ୍ତରକୁ ସାହାଯ୍ୟ କରିବେ ଷ୍ଟାର୍ଟ କଲା ଅଏଲ ବସ ଇଏ ବାବୁ ତମେ ଏମିତି ବସି ରହିବି କଣ ଚନ୍ଦ୍ର ବିନ୍ଦୁ ଲଗେଇଥିଲେ କଥା ଖାଇବା ପିଇବା ହେଲା ତେଣୁକରି ସେପଟର ଭାଷା ସେ ସେଇଟା କହୁଛି ଆମେ ଆହେଟାକୁ କହୁଛୁ ଆମେ ଖାଇଦିଅ କହିବ ଯଦି ତମକୁ ତାର ସେପଟ ଭାଷା ବୋଲି ସିଏ ପଢୁଛି ହେଲା ମାଇୟା ବାବୁ ତମେ ପ୍ରା ହେଲା ତମେ ପାଟା ବୁଝି ତମେ ପୁରା ସକାଳୁ ଖାଇନ ଏ ଯୋଉ 5 ବକ୍ତ ଖାଇବା ତମେ କିଛି ଭଲ ଲାଗୁଛି ଖାଇବା ହାତ ବାବୁ ସେଇ କୁଆଡେ ଯାଇଛନ୍ତି ତାଙ୍କର ଖିଆ ପୋକ ମରିଯାଇଛି ସେଇ କଣ କାମ ନଷ୍ଟ ହେଲା ମତେ ବାଧ୍ୟ କରଣ ଭାଇ ସେ ଯାଉଛି ଯୁଆଡେ ଯାଉ ହେଲେ ମୋର ମୂଳ ଅଛି ପ୍ରୟୋଗ ହୁଏ ନା ଗୋଟାଏ ଇଏ ଆର ଭାଷା ନଅଟାକୁ ନ କରି କହୁଛି अरे ये दुनिया रे ये का ये नौ चिने ଅଶୁଭ ଅଭିନୟ କରି ଦର୍ଶକଙ୍କୁ ସେ ଯେମିତି ମୃତ ଭାବିପାରେ ଅନୁପନ୍ନ ରୂପଧାରୀ ରୂପ ଦ୍ୱାରା ଅନୁପନ୍ନ ରୂପ ଦ୍ୱାରା ହଜାର ହଜାର ପୁରୁଷଙ୍କୁ ସେ ମଧ୍ୟ ପାଗଳ କରିଥାଏ ମୋର କିନ୍ତୁ ଧୈର୍ଯ୍ୟ ଥିଲା ବହୁତ ନୟନାକୁ ଗୋଟିଏ କଣ ନିଜର କରି ମୁଁ ରଖିଥିଲି ହେଲେ ମୋ ସ୍ତ୍ରୀ ସେ ସବୁ ଜାଣିପାରିଲା ଯେମିତି ସେ ଆସି ମତେ କହିଲା ଅଭିନୟ ସ୍ୱାମୀ ତମେ ମୋତେ ସଂସାରରୁ ଉଚ୍ଛନ୍ନ କରି ଦିଅ ନା ତମେ ସେ ରାଣୀକୁ ଭୁଲି ଯାଅ ତାପରେ ମୁଁ କହିଲି ମୁଁ କହିଲି ଜାଣି ନା ଏ ସବୁ ବ୍ୟକ୍ତି ବିକଶିତ ହୁଏ
से घर छाड़ी चली गला लुह ढाली ढाली नयनाକୁ ପାଇ ମୁଁ ତାକୁ ଭୁଲିଗଲି କିନ୍ତୁ ତୁମେ ଜାଣିବି ନୟନା ଏହି ସମସ୍ତେ ବାହାରୁ ବସି ଆସିଲେ ତାଙ୍କ ବିଷଣ୍ଣ ମୁଖମଣ୍ଡଳ ଭରି ସେଠି ମଉନ ହୋଇ ଠିଆ ହୋଇଥିଲା ଡାକ୍ତରଙ୍କୁ ଦେଖି ଟିକିଏ ଟିକେ ବ୍ୟାଘ୍ର ବ୍ୟଗ୍ର ହୋଇ ହୋଇ ନା ଉପରେ ଅଛି ଉପରେ ଅଛି କିନ୍ତୁ ଆପଣ ଯାଆନ୍ତୁ ମନେ ମନେ ଖାଇଦେବ ହଁ ଖାଦ୍ୟ ଥିଲା ପରା ତେବେ ଚାଲ ମୁଁ ତା ସହିତ ଶେଷ ନିଷ୍ପତ୍ତି କରିବାକୁ ଚାହୁଁ ଉପରେ ନିଷ୍ପତ୍ତି କରିବେ ଆସନ୍ତୁ ଚାଲ ତେବେ ଦି ଜଣ ଗଲେ ସିঁଢିରେ ହାତ ଚେୟାର କୋଳ ନିଜକୁ ରଖିଦେଇ ତାଙ୍କ ଭଳି ନିଶ୍ୱାସ ଛାଡିଥିଲେ ଆଖି ମିଜି ହୋଇଯାଇଥିଲା ତାଙ୍କର ଦେଖାଦେଲେ ସିଷ୍ଟର ମନ ଦୁଃଖ ପେସେଣ୍ଟ ମରିଯାଇଛି ତେଣୁ ସେ ଚିନ୍ତା କରୁଛନ୍ତି ତେବେ ସିଷ୍ଟର ଆସିଲେ ଏବେ ଅଛି ସିଷ୍ଟର କଥାବାର୍ତ୍ତା ତମେ ଯାଅ ଆଜ୍ଞା ଖାଇବା ପଦାରେ ଖାଇବେନି ଏତେ ପରିଶ୍ରମ କରି ଲାଗିଛି ତମେ ଯାଅ ହଉ କଣ କରୁଛି ନୀରବରେ କୋଠରୀରୁ ବାହାରି ଯାଇଥିଲା ସିଡିରେ ଓହ୍ଲାଇବା ବେଳେ ଦିପର ବାକ୍ୟାଳାପ ଶୁଣି ପାରିଥିଲା ବାକ୍ୟାଳାପ କଥାବାର୍ତ୍ତା ହେଲା ବାକ୍ୟାଳାପ ହେଲା ବାକ୍ୟରେ କଣ କରିଦଉଥିଲା ବାକ୍ୟାଳାପ ଶୁଣି ସେ ବିରକ୍ତି ନ କରି କାହିଁକିନା ଫେରିବା ଦ୍ୱାରରେ ଭିତରକୁ ଗଲା କୋଠରୀରେ ନୀରବତା ଦେଖାଦେଲା ଅନେକ ସମୟ ଧରି ଚୁପଚାପ ହେଇକି ରହିଥିଲେ ତାପରେ ଦେଖାଗଲା ବାହାରୁ ମୁଖ୍ୟ ଦରଜା ଦେଇ ଭିତରକୁ ଆସୁଥିଲା ସେଇ ମହାନ ଶବ୍ଦ ଇଶାରା କୋଠରୀ ଯେହେତୁ ମନ ଦୁଃଖ ଅଛି ସେଠି ଦୋକାନ ଆବାଜ ଶୁଣିକି ସେଥିରେ ପାଠ ଏବେ ଆସିଛି ଜୟନ୍ତ କିଏ ଅତନିକ ସାଙ୍ଗ ଗୋଟାଏ ସୁସମ୍ବାଦ ଦେବାକୁ ଜୟନ୍ତ କୁଆଡେ କହିସାରିଲିଣି ଗୋଟାଏ ସୁସମ୍ବାଦ ଦେବାକୁ କଣ କବିତା ସୁଖଦର ବାଣୀକୁ ପୁରସ୍କାର ପାଇବା କିନ୍ତୁ ତୁ କୋଉ କବିତା ସପ୍ତଦଳ ପାଇଁ ବାଣୀ ପୁରସ୍କାର ପାଇଁ ତ ଏଠିକି ଆସିଥିଲେ ବହୁତ ପୂର୍ବରୁ ରେଡିଓ ସେ ଦେଇଛି ମୁଁ ପାଖକୁ ନ ଆସିଥିଲେ ଭଲ ଦେଇଥାନ୍ତି ଆଉ କଣ କହିବାକୁ ଚାହୁଁ ଏ ସାଙ୍ଗଟା ପାଇଁ ତୋର ଇଚ୍ଛା ହେଉ